ନା ଯୋଉପରି ଭାବେ ଶାସନ ଚାଲିଛି ଅଣ୍ଡା ବାଡ଼ କଣ ଆଉ କିଛି ଝାମେଲା ହବ? ଲୋକ ତଳିତଳାନ୍ତ ହେଇଗଲେଣି। ସବୁଦିନ ରେପ୍, କାଲି ବି ଭୁବନେଶ୍ୱର ରେପ୍, ନାରୀ ନିର୍ଯାତନା, ଚାରିଆଡେ ମଦ, ଚାରିଆଡେ ବ୍ରାଉନ ସୁଗର, ଗୋଟେ ଅରାଜକତା ହେଲାଣି। ଧାନ ଗଣ୍ଡେ ବିକ୍ରି ହେଇପାରୁନି, ଦରଦାମରେ ଲୋକ ଉଚ୍ଛେଦ ହେଲେଣି, ଆଇନ ଶୃଙ୍ଖଳା ପୁରା ବିଫଳ। ତେଣୁ ଛାତ୍ର ଯୁବକଙ୍କୁ ଧନ୍ୟବାଦ, ସେମାନେ ତାଙ୍କର ହୃଦୟର ବେଦନା ଲୋକଲୋଚନକୁ ଆଣିଛନ୍ତି ଅଣ୍ଡା ବାଡ଼ କରିକି। ନା, ଆପୋଷ ସମାଧାନ ହବ ଯଦି ମୁଖ୍ୟମନ୍ତ୍ରୀ ନିଜେ ଷ୍ଟ୍ରଙ୍ଗ ହେବେ, ପୁଲିସ ବିଭାଗକୁ ଟାଇଟ୍ କରିବେ, ତାହେଲେ ସମାଧାନ ହବ। ସେ ମେଳି କରିନାହାନ୍ତି। କାଲି ସେ ବବି ନେତୃତ୍ୱରେ ଯାଇଥିଲେ ଖାଇବା ପାଇଁ। ବବି ହେରିକା ସମସ୍ତ ହଉଛନ୍ତି ନବୀନ ପଟ୍ଟନାୟକ ଟିଙ୍କ। ନବୀନ ପଟ୍ଟନାୟକ ସେ କେବେ ଛାଡି ପାରିବେନି, ପାଣ୍ଡିଆନକୁ ଛାଡି ପାରିବେନି। ସେ ଯାଇଥିଲେ ତେଣୁ ତୃଣମୂଳ ସ୍ତରରୁ ତାଙ୍କ ଦଳକୁ ସଂଗଠିତ କରିବା ପାଇଁ ନବୀନ ଏବଂ ପାଣ୍ଡିଆନ ସାଥିରେ ମାନେ ହରେକ ସମୟ ଦବା ପାଇଁ, ତାଙ୍କୁ ଫୁଲ ସମର୍ଥନ କରିବା ପାଇଁ ସେ ଡେରାସରେ ଖାଇ ପିଇକି କାଲି ଆଲୋଚନା କରିଥିଲେ।